এই যে ଯୁବ ସମାଜ ରହିଲେ ଯେଉଁମାନେ ସୁପ୍ତ ଅବସ୍ଥାରେ ଅଛନ୍ତି ଆଗ୍ରହ ଦେଖାଉନାହାନ୍ତି ସରକାରଙ୍କ ଭୁଲ କାମ ବିରୁଦ୍ଧରେ ଯିବା ପାଇଁ ତା କାରଣ ହେଉଛି ସେମାନେ ଗଲା 24 ବର୍ଷ ହେଲା 24 ବର୍ଷ କହିଲେ ବି ଭୁଲ ହବ ଗଲା 30-35 ବର୍ଷ ହେଲା ସେମାନେ ଦେଖି ଆସୁଛନ୍ତି ରାଜ୍ୟରେ ଯେଉଁ ବିରୋଧୀ ଦଳ ବର୍ତ୍ତମାନ ଅଛନ୍ତି ସେମାନଙ୍କୁ ବିଶ୍ୱାସ କରିପାରୁନାହାନ୍ତି ତା କାରଣ ହେଲା এই রাজ্যকু সর্বাধিক সময় বিজু জনতা দল শাসন করেছে এই শাসন কাল ভিতরে নিযুক্তি বন্ধ হয়েছে 2000 মସିହାରୁ ଯାହା ଫଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ ସବୁ ପ୍ରକାର ବିପର୍ଯ୍ୟସ୍ତ ନା ଆପଣ ସିଧା 2018 ମସିହାରେ ଯେତେବେଳେ ଇଲେକ୍ସନ ଅଭିମୁଖୀ ରାଜ୍ୟ ହେଉଥିଲା ସେତେବେଳେ ବିଜୁ ଜନତା ଦଳ କ'ଣ ଆରମ୍ଭ କଲା ବିଜୁ ଯୁବ ବାହିନୀ ତାକୁ ବିଜେପି କହିଲା ବିଜୁ ଠେଙ୍ଗା ବାହିନୀ এই ଯୁବ ବାହିନୀ ପାଇଁ ସେତେବେଳର ବିଜୁ ଜନତା ଦଳ ସରକାର 450 କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ କିନ୍ତୁ ପରେ କ'ଣ ହେଲା 2020 ପରେ ପରେ ସରକାର ସେଇ ବିଜୁ ଜନତା ଦଳ ସରକାର କହିଲେ ଯେ ଆମ ପାଖରେ ଆଉ ଅର୍ଥ ନାହିଁ ତେଣୁ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ବନ୍ଦ ହେଲା ଏଇଠି ମତେ ଗୋଟେ କଥା କୁହ ଚିଦାନନ୍ଦ ବାବୁ ବିଜୁ ଜନତା ଦଳ ଯେଉଁ ଯୁବ ବାହିନୀକୁ କାମରେ ଲଗେଇ 2019 ନିର୍ବାଚନ ଜିତିଲା ସେଇ ଯୁବ ବାହିନୀ ପ୍ରତି 2020 ପରେ ପ୍ରତାରଣା କରିଛି ନା ନାହିଁ ତାପରେ 2023 ବେଳକୁ ପୁଣି ଯୁବକମାନଙ୍କ କଥା ମନେ ପଡ଼ିଲା କଲେଜ ପିଲାଙ୍କ କଥା ମନେ ପଡ଼ିଲା ଆରମ୍ଭ କଲେ କ'ଣ ନୂଆ ଓରେ କ'ଣ କଲେ କେବଳ କଲେଜ ପୁଅ ଝିଅମାନଙ୍କୁ ଖାଇ ପିଇ ଷ୍ଟେଜ ଉପରେ ନାଚ ନଚେଇଲା କିଏ ଓଡ଼ିଶା ଶାସନକୁ ଅପହରଣ କରି ନେଇଥିବା ତାମିଲନାଡୁର IAS ଅଫିସର ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ତାର କ'ଣ ଅଛି ଯଦି ଓଡ଼ିଶା ପିଲା ମୂର୍ଖ ହେବେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କର କିଛି କ୍ଷତି ହବ କି କିଛି କ୍ଷତି ହବନି କାହିଁକି ନା ଯେତେ ମୂର୍ଖ ହେବେ ସେମାନେ এই ରାଜନୈତିକ ଦଳମାନଙ୍କର ଗୋଲାମ ହେବେ ତାଙ୍କ ପାଇଁ କାମ କରିବେ ତେଣୁ ପିଲା ଯେ ତାପରେ ଯେତେବେଳେ ଅନୁଭବ କଲେ ପରୀକ୍ଷା ଆସିଲା ଆମେ ପାଠ ପଢ଼ିନୁ ପରୀକ୍ଷା ଦେବୁ କ'ଣ ତେଣୁ ଏଇ ଦୃଷ୍ଟିରୁ ଏବେ ବିଜୁ ଜନତା ଦଳକୁ ଏଇ ଯୋଉ ଯୁବକମାନେ ଆଉ ବିଶ୍ୱାସ କରୁନାହାନ୍ତି ଆଉ ଗୋଟେ ଦଳ ରହିଲା ମୁଁ କହୁଛି କଂଗ୍ରେସ ଏବଂ ବାମପନ୍ଥୀ ସଂଗଠନ କଥା ହେଉଛି